ସାର୍ ଆପଣଙ୍କୁ ନ୍ୟୁଜ୍ ରୁମକୁ ସ୍ୱାଗତ କରୁଛି। ସାର୍ ଯେଭଳି ଭାବେ ରାଜ୍ୟରେ ଗୋଟେ ପ୍ରକାର ବର୍ତ୍ତମାନ ସୁଦ୍ଧା ଆମେ ଯଦି ଦେଖିବା କାଳବୈଶାଖୀ ବର୍ଷା ହେଉଛି, କିନ୍ତୁ କିଛି କିଛି ସ୍ଥାନରେ କାଳବୈଶାଖୀ ଜନିତ ପ୍ରବଳ ବର୍ଷା ହେଉଛି, ସ୍ଥାନେ ସ୍ଥାନେ ମଧ୍ୟ ବର୍ଷା ହେଉନାହିଁ। ଏହାର କାରଣ କ'ଣ ଏବଂ ଯଦି କହିବା ଆଜିର ପାଗର ଅପଡେଟକୁ ନେଇ କ'ଣ କହିବେ ସାର୍? ଆଜି ବର୍ଷା ହେବ ନା ହେବ ନାହିଁ? ନମସ୍କାର। ଆଜି ଯୋଉ ଆମର 26 ତାରିଖରୁ ଯୋଉ କାଳବୈଶାଖୀର ପ୍ରଭାବ ଚାଲିଛି ଦୁର୍ବଳ ଥିଲା, ପୁଣି ସବୁ ରହିବ। ଉପକୂଳବର୍ତ୍ତୀ ଉତ୍ତର ଦକ୍ଷିଣ ଓଡ଼ିଶାର ଲାଗୁଛି ବହୁତ ଜିଲ୍ଲା ଦ୍ୱାରା ପ୍ରଭାବିତ ହେଇପାରନ୍ତି। ଆଉ ଓଭରଅଲ ଯୋଉ ପ୍ରଭାବଟା ଲାଗୁଛି 5 ତାରିଖ ପର୍ଯ୍ୟନ୍ତ ରହିବ, ତାପରେ ଧୀରେ ଧୀରେ କମିଯିବ। କିନ୍ତୁ ଆଜି ପ୍ରଭାବଟା ଟିକେ ତ୍ୱରାନ୍ୱିତ ରହିବାର ମତେ ସମ୍ଭାବନା ଅଛି। ଆଜ୍ଞା ସାର୍। ସାର୍ ଯଦି ଦେଖିବା ଆଜି କଥା ଆମେ ଯଦି କହିବା ରାଜଧାନୀ ଭୁବନେଶ୍ୱର କଥା ଯଦି କୁହାଯାଏ, ଏଠାରେ ବର୍ଷା ହେବ ନା ଅନେକ ଜାଗାରେ ଦେଖିବାକୁ ମିଳୁଛି ଝଡ଼ ତୋଫାନ ଆସୁଛି, କିନ୍ତୁ କିଛି ସମୟ ପବନ ବହି ସାରିବା ପରେ ଆଉ ବର୍ଷା ହେଉନାହିଁ, ଥଣ୍ଡା ପବନ ବହିବାକୁ ଲାଗୁଛି। ହଁ, ମୁଖ୍ୟତଃ ଆମର ଯେହେତୁ ସର୍କୁଲେସନଟା ଆମର ସେଇ ଝାଡ଼ଖଣ୍ଡ ପାଖାପାଖି ଅଞ୍ଚଳରେ ରହୁଛି, ତେଣୁ ପ୍ରଭାବଟା ଓଡ଼ିଶାରେ ପଡ଼ିବାର ବହୁତ ସମ୍ଭାବନା ରହୁଛି। କିନ୍ତୁ ତା ମାନେ ନୁହେଁ ଯେ ଓଡ଼ିଶାର ଯୋଉ ସମସ୍ତ ଜିଲ୍ଲା ମାନେ ଅଛନ୍ତି ସବୁ ସମୟରେ ତା ଦ୍ୱାରା ମୋଟାମୋଟି ଏବେ ଲାଗୁଛି। ଆଜି ଯେମିତି ଆପଣ ଭୁବନେଶ୍ୱର କଥା କହିଲେ, ଭୁବନେଶ୍ୱର ବି ଆଜି ସ୍ଥାନରେ ମତେ ଲାଗୁଛି ବର୍ଷା କଣ୍ଡିସନ ଡେଭଲପ ହେଇପାରେ। ଆଉ ସେଇ ଯୋଉ ବର୍ଷାଟା ମତେ ଲାଗୁଛି ଟିକେ ରାତି ବେଳା ରହିପାରେ, ଆଉ ସକାଳକୁ ଭୋର ପର୍ଯ୍ୟନ୍ତ ବି ରହିପାରେ। ତେଣୁ ଯୋଉ ସମୟ ସୀମାଟା ଲାଗୁଛି ଅପରାହ୍ନ ପରେ ପରେ ଆଉ ରବିବାର ଭୋର, ସେଇ ସମୟ ସୀମାରେ ମତେ ଲାଗୁଛି ବର୍ଷାର ବହୁତ ସମ୍ଭାବନା ରହୁଛି, ଆଉ ବହୁତ ଅଞ୍ଚଳ ଓଡ଼ିଶାର ପ୍ରଭାବିତ ହେଇପାରନ୍ତି। ଆଜ୍ଞା ସାର୍। ସାର୍ 26 ତାରିଖ ବୋଧେ ଆମେ ଯଦି କହିବା ଏପ୍ରିଲ 26 ତାରିଖରୁ କୋଇଡ଼ା ଆଉ ଯୋଡ଼ା ବଡ଼ବିଲରେ ପ୍ରାୟ ସବୁଦିନ କାଳବୈଶାଖୀ ବର୍ଷା ହେଉଛି। କେଉଁ ଦିନ ଟିକେ କମ୍ ହେଉଛି ତ ଆଉ କେଉଁ ଦିନ ଟିକେ ଅଧିକ ବା ପ୍ରବଳ ବର୍ଷା ହେଉଛି, କିନ୍ତୁ ଓଡ଼ିଶାର ଅନ୍ୟ ଯେଉଁ ଭାଗ ରହିଛି ସେଠାରେ ସବୁଦିନ କାଳବୈଶାଖୀ ବର୍ଷା ହେଉନାହିଁ। ଏହାର କାରଣ କ'ଣ? ମୋଟାମୋଟି ଯେହେତୁ ଆପଣଙ୍କର ସର୍କୁଲେସନ ଯୋଉ ବାୟୁର ଯୋଉ ସର୍କୁଲେସନଟା ସେଇ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଉ ଉତ୍ତର ଓଡ଼ିଶା ସେଇ ଅଞ୍ଚଳରେ ରହୁଛି, ତେଣୁ ଉତ୍ତର ଓଡ଼ିଶାର ଜିଲ୍ଲାମାନେ ପ୍ରତି ସମୟରେ ଉପକୃତ ହବାର ବହୁତ ସମ୍ଭାବନା ରହୁଛି। ସେଥିପାଇଁ ଆପଣ କହୁଛନ୍ତି 26 ତାରିଖରୁ ଅଳ୍ପ ବହୁତ ଆପଣ ସବୁଦିନ କାଳବୈଶାଖୀର ପ୍ରଭାବ ଦେଖୁଛନ୍ତି। ଆଜି ବି ଲାଗୁଛି ସେମିତି ଦେଖିବେ। ତେଣୁ ମୁଖ୍ୟତଃ ବାୟୁର ଯୋଉ ଚଳନଟା ରହୁଛି, ଯୋଉ ପଶ୍ଚିମ ଝଡ଼ର ଯୋଉ ସର୍କୁଲେସନ ପ୍ୟାଟର୍ନଟା ରହୁଛି, ସେ ଉତ୍ତର ଜିଲ୍ଲା ପାର୍ଶ୍ୱବର୍ତ୍ତୀ ରାଜ୍ୟ ମାନଙ୍କର ରହୁଛି। ଆଉ ଯେହେତୁ ମାୟାମାର ଅଞ୍ଚଳରେ ସେ ଲଘୁଚାପ କ୍ଷେତ୍ରଟା ଅଛି, ତେଣୁ ସେ ଆଗକୁ ପୂର୍ବ ପାଇଁକି ତାକୁ ଅବରୋଧକ ସୃଷ୍ଟି କରୁଛି। ତେଣୁ ସର୍କୁଲେସନଟା ଓଡ଼ିଶା ପାଖାପାଖି ଅଞ୍ଚଳରେ ଅଛି। ଏବେ ଗୋଟେ ପଶ୍ଚିମ ଝଡ଼ ବି ଆଉ ଗୋଟେ ପଶ୍ଚିମ ଝଡ଼ ପଶ୍ଚିମ ଭାରତ ଆଡ଼କୁ ଆସିବ, ତେଣୁ ତା ଦେହରେ ବି ଟିକେ ପ୍ରଭାବ ରହିବ। ତେଣୁ ଓଭରଅଲ ଓଡ଼ିଶା ପାଇଁ 2-5 ପରେ ପରେ କମିବା ଆରମ୍ଭ ହବ। ଆଜ୍ଞା ସାର୍। ସାର୍ କିଛି ଅନ୍ତର୍ଜାତୀୟ ମଡେଲ କଥା ଆମେ ଯଦି କହିବା, ଦେଖିବାକୁ ମିଳୁଛି ଯେ ମେ ମାସର 14 ଏବଂ 15 ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ କାଳବୈଶାଖୀ ବର୍ଷା ହେବ ବା ସାମୁଦ୍ରିକ ଝଡ଼ ମଧ୍ୟ ହେବାର, ବାତ୍ୟା ରୂପ ନେବାର ଗୋଟେ ସମ୍ଭାବନା ରହିଛି ଏବଂ ତାହା ପଶ୍ଚିମ ବଙ୍ଗରେ ଲ୍ୟାଣ୍ଡଫଲ୍ କରିବ। ତେବେ କ'ଣ ଲାଗୁଛି ସାର୍ ଆପଣଙ୍କୁ, ଆପଣଙ୍କ ଆକଳନ କ'ଣ କହୁଛି? ଏ ମଡେଲ ମାନଙ୍କୁ ଦେଖନ୍ତୁ, କିନ୍ତୁ ବର୍ତ୍ତମାନ ଆମେ 3 ତାରିଖରେ ଅଛୁ। ଆପଣ 12, 13, 10, 12 ଦିନ ଆଗରୁ ଏତେ ଶୀଘ୍ର କୁହାଯାଏନି। ମୋଟାମୋଟି ମତେ ଲାଗୁଛି ମେ ଦ୍ୱିତୀୟ ସପ୍ତାହ ପରେ ପରେ କିଛିଟା ସକ୍ରିୟତା ରହିବ। ଆମର ଯୋଉ ଉତ୍ତର ପଶ୍ଚିମ ପ୍ରଶାନ୍ତ ମହାସାଗର ପାର୍ଶ୍ୱବର୍ତ୍ତୀ ବଙ୍ଗୋପସାଗର, ସେଇ ଯୋଉ ସକ୍ରିୟତାରେ କେତେ ସଂଗଠନ ହଉଛି, ମୋଟାମୋଟି ଗୋଟେ ଜଣା ପଡୁଛି ଯେ କିଛିଟା ସଂଗଠନ ପ୍ରକ୍ରିୟା ହବ। କିନ୍ତୁ ସେ ହବ କୁଆଡେ ଯିବ। ଆଉ ଗୋଟେ ଜିନିଷ ଜଣା ପଡୁଛି ଯେ ସେ ଯୋଉ ସଂଗଠନ ପ୍ରକ୍ରିୟାଟା ଆରମ୍ଭ ହବ, ସେଇଟା ମନସୁନ ବାୟୁକୁ ଆହୁରି ତ୍ୱରାନ୍ୱିତ କରିବ। ଆମର ଯୋଉ ମନସୁନ ବାୟୁ ଜୁନ ମାସରେ ଆସେ, ସେ ବାୟୁକୁ ବି ଟିକେ ତ୍ୱରାନ୍ୱିତ କରିବ ବଙ୍ଗୋପସାଗରରେ। ତେଣୁ ବହୁତ ଇଣ୍ଟରେଷ୍ଟିଂ କଣ୍ଡିସନ ରହିବାକୁ ଯାଉଛି ମେ ମାସ ଦ୍ୱିତୀୟ ସପ୍ତାହ ପରେ ଆରବ ସାଗର ମଧ୍ୟ, ବଙ୍ଗୋପସାଗର ମଧ୍ୟ। ତେଣୁ ତାକୁ ଅବଜର୍ଭ କରନ୍ତୁ। ଯେତେବେଳେ
उचित समय आसवा तापर अधिका विश्लेषण करवा कि मत लगुच मनसून वायु को भी से जो सिस्टम प्रक्रिया हो बंगोपसागर टिके मनसून वायु को अग्रसर कर पारे। आज्ञा सर सर गतकाली संध्या समय कथा आम जो कह पश्चिम ओडिशा रे तांडव रचुची कालबैशाखी किंतु राति रे उपकूल ओडिशा रे पहुंचला बेलको ता दुर्बल होईगला कालबैशाखी खाली पवन टिके होईगला आउ वर्षा देखा मिलला ना आर कारण कौन? हाँ कालबैशाखी हूँ गोटे स्थानीय प्रभाव जमी आप कहले उत्तर पार्श्ववर्ती उत्तर ओडिशा पार्श्ववर्ती राज्य जो गठन प्रक्रिया कि जो बादल सृष्टि जो प्रक्रिया सृष्टि होची धीरे धीरे ओडिशार अन्य अंचल को परिव्याप्त होची किंतु खाली तो बादल संगठन प्रक्रियाटा माने जिते त्वरान्वित हम से वर्षा हम सेमती नहीं किंतु मोटामोटी मत लगे जिते आपंकर सिस्टम टा शक्तिशाली हम ताको आम कहूँ स्क्वाल लाइन माने गोटे सीरीज ऑफ थंडरस्टॉर्म जिते मूवमेंट से विभिन्न प्रकार वायुमंडल परिस्थिति जगह वायुमंडल परिस्थिति प्रतिकूल से जगह की पार्श्ववर्ती वायुमंडल आउ काल बैशाखी प्रभाव रही से दिन जो आप प्रभाव देखिं उत्तर पश्चिम पश्चिम किछिटा केंद्रीय तापर दक्षिण कि उपकूल प्रभाव कला सर जदि देखा जाए तेरे वर्तमान समय जो काल बैशाखी वर्षा होची अनेक स्थान रे वर्षा तो होची किंतु जगतसिंहपुर जो जिला अछि हमर कोस्टल एरिया जो अछि तो सेटारे बिल्कुल भी वर्षा देखा मिलूनी यार कारण कौन? नहीं मुख्यतः आपंकर जो काल बैशाखी प्रभावटा रहे किछिटा लाइल कारण थाए किछिटा आपणकर स्थानीय कारण थाए उपकूलवर्ती जिले में एमती रहे वर्षा होनी आज भी लगुच आपंकर जगतसिंहपुर अंचल वर्षा उपकूलवर्ती जो माने जिला माने अच्छी आज वर्षा रही पारे किंतु जो आपन कहले 2-3 दिन है होनी सेटार मुख्य कारण रोचे बादल जो प्रक्रियाटा रोचे से दक्षिण को रोचे ना उत्तर पश्चिम को रोचे ना पश्चिम को रोचे ना संपूर्ण उत्तर को रोचे उपकूल रे बादल जो संगठन प्रक्रियाटा आइदर दुर्बल अच्छी कि जितेबाला प्रोग्रेस करुच्ची पश्चिम रु पूर्व को से दुर्बल हो जाऊँगी किंतु आज मत लगुच जगतसिंहपुर जिला पाखापाखि अंचल रही संभावना रोचे। आज्ञा सर सर 30 तारिख रे जो काल बैशाखी वर्षा होइतला ता प्राय 600 किलोमीटर दे पूरा पारादीप अंचल पर्यंत मारी आसला यह केमिति संभव होइतला सर? हाँ जो वायुर जो प्रभावटा हुए पश्चिम रु पूर्व को प्रभाव हुए आपणकर जिते शीघ्र कि जिते देरी रे जो आपणकर जो स्क्वाल लाइन रो मूवमेंटटा हुए से विभिन्न प्रकार परिस्थिति देखि गति करे जमती वायुर केते ऊर्ध्वगामी प्रभाव होउची सामुद्रिक वायुर प्रभाव कोठी होउची आ को जगह बादल सृष्टि होउची सिद्धि सृष्टि हला परे बादल केते समय से जगह वर्षा करुच्ची एमती विभिन्न प्रकार कारण अच्छी आगु को जल्दी बढ़ेबा कि कम करवा प्रभाव थाए किंतु से दिन जो आपण देखिले जो वायुर प्रभावटा पाखापाखि केंद्रीय ओडिशा पाखापाखि अंचल आसला बहुत दुर्बल हो गला तेणु आउ प्रभाव रहा किंतु आज आज उपकूल जिला उत्तर जिला दक्षिण जिला मत लगुच मुख्यतः बहुत बेसी जिला आज प्रभावित हो सर वर्तमान समय आम जब देखा जो भाव परिवेश खराब है तो आगामी दिन में अधिक रु अधिक मात्रा बात्या प्राकृतिक दुर्विपाक आसब कि से नहीं आपण आकलन कौन कौन कहे सर? हाँ आपंकर विश्लेषण ठीक अच्छी आम तो वर्तमान पूरा परिलक्षित होची जे ए दिल्ली रे आपंकर 120 वर्षर रेकर्ड भी जो काली प्रभाव वर्षा होती मृत्यु भी होती बर्तमान पुणी लगुच जो पश्चिमा झड़ प्रभाव रहा उत्तर पश्चिम भारत में बहुत प्रकार वर्षा आउ जो झड़ सृष्टि करें तेणु गोटे एक्सट्रीम इवेंट्स जो इंटेंसिटी मात्रा आउ फ्रिक्वेंसी नंबर ऑफ इवेंट्स बहुत बढ़ी बढ़ी जाऊँगी आपन जब स्पेसिफिकली बात्या परिप्रेक्षी आलोचना करेंगे बात्या परिप्रेक्षी किछिटा स्टडी आसी जे इंटेंसिटी वृद्धि होउची वृद्धि होता जो कैरेक्टरिस्टिक्स चेंज होउची किंतु जदि आपण आम बेसिन परिप्रेक्षी देखिए
ବର୍ତ୍ତମାନ ମୋଟାମୋଟି ସେମିତି କିଛି ଷ୍ଟଡି ନାହିଁ ଯେ ଆଜ୍ଞା ବାତ୍ୟାର ସଂଖ୍ୟା ବଢି ଯାଇଛି କି ଇଣ୍ଟେନ୍ସିଟି କମି ଯାଇଛି, କିନ୍ତୁ ଗୋଟେ ଜିନିଷ ହଉଛି ଯେ ଖରାଦିନିଆ ବାତ୍ୟା ଆମର ମେ ମାସରେ ବଙ୍ଗୋପସାଗରରେ ଗୋଟେ ରହୁଛି, ଆଉ ଦ୍ୱିତୀୟ ଜିନିଷ ହଉଛି ଆରବ ସାଗରରେ ଯୋଉ ସଂଖ୍ୟାଟା ବଢିଛି, କିନ୍ତୁ ସେଇଟା କେତେ ଦୂର ଆମର ଜଳ ପରିବର୍ତ୍ତନ ସହିତ ନିଶ୍ଚିତ ତା ବିଷୟରେ ଆହୁରି ବିଶ୍ଳେଷଣ ହବା ଦରକାର ଅଛି। କିନ୍ତୁ ଯୋଉ ଏକ୍ସଟ୍ରିମ୍ ଇଭେଣ୍ଟସ୍ ହଉଛି ସେଇଟା ପାଇଁ କି ବହୁତ ଯୋଉ ଜଳବାୟୁ ପରିବର୍ତ୍ତନର ଗୋଟେ ପ୍ରଭାବ ଯୋଉଥିପାଇଁ ଜନଜୀବନ ବି କ୍ଷତି ବହୁତ ହଉଛି, ସେଇଟା ଗୋଟେ ପ୍ରକାର ମାନେ କେବଳ ଭାରତ ନୁହେଁ ସମ୍ପୂର୍ଣ୍ଣ ବିଶ୍ୱରେ ଏ ପ୍ରକ୍ରିୟା ଚାଲିଛି। ବର୍ଷା ହଉ, ୱାଇଲ୍ଡ ଫାୟାର ହଉ, ମାନେ ଆମର ଯୋଉ ଜଙ୍ଗଲ ଇଏ ହଉ କି ଆପଣଙ୍କର ଯୋଉ ହେଭି ରେନ୍ ବାଦଲ ଫଟା ବର୍ଷା ହଉ, ଏସବୁ ପରିବେଶ ସୃଷ୍ଟି କରୁଛି। କାରଣ ବାୟୁମଣ୍ଡଳ ବର୍ତ୍ତମାନ ଉତ୍ତପ୍ତ ଅଛି, ଆମେ 1.5 ଡିଗ୍ରୀ ଉର୍ଦ୍ଧ୍ୱରେ ପାଖାପାଖି ବର୍ତ୍ତମାନ ଅଛୁ। ତେଣୁ ସେଇ ପରିସ୍ଥିତିରେ ବହୁତ ଜଳ ଧାରଣ କ୍ଷମତା ବଢି ଯାଉଛି ଆଉ ଏକ୍ସଟ୍ରିମ୍ ଇଭେଣ୍ଟ ସୃଷ୍ଟି କରୁଛି। ଆଜ୍ଞା ସାର୍, ସାର୍ ରାଡାର କଣ, ଏହା କେମିତି କାମ କରେ? ରାଡାର ହଉଛି ଗୋଟେ ପ୍ରକାର ଆପଣଙ୍କର ଇକ୍ୱିପମେଣ୍ଟ। ଆପଣ ଯେମିତି କାଳ ବୈଶାଖୀ ବର୍ଷା ଦେଖୁଛନ୍ତି, ମୁଖ୍ୟତଃ ଆପଣ ବର୍ତ୍ତମାନ ସାଟେଲାଇଟ ଥ୍ରୁରେ ଦେଖୁଛନ୍ତି କୋଉଠି ବାଦଲ ସୃଷ୍ଟି ହବ, କିନ୍ତୁ ସେଇଟା ଗୋଟେ ପ୍ରକାର ଅବଜରଭେସନ, କିନ୍ତୁ ସେତେ ପ୍ରେସିସନ ନଥାଏ, ମାନେ ସେଥିରେ ଠିକ ଆକଳନ ହେଇପାରେନି। କିନ୍ତୁ ରାଡାର ଦ୍ୱାରା ଆପଣ ବାଦଲର ଯୋଉ ସଂଗଠନ ପ୍ରକ୍ରିୟା, ବାଦଲର ଯୋଉ ପ୍ରୋଗ୍ରେସ, ଆଉ ବାଦଲ ଭିତରେ କଣ ଅଛି, କୋଉ ପ୍ରକାର ଜଳୀୟ ବାଷ୍ପ ଅଛି କି ତା ଦେହରେ ବରଫ ଅଛି କି ଆଉ କଣ ଅଛି, ସେଇ ଜିନିଷ ବି ଜାଣିପାରିବେ। ସେଇଟା ଗୋଟେ ପ୍ରକାର ଇକ୍ୱିପମେଣ୍ଟ ଯୋଉଟା କି ଆପଣ ଗୋଟେ ଏନର୍ଜି ଦଉଛନ୍ତି, ସେ ଏନର୍ଜିଟା ଯାଇକି ସେ ବାଦଲରେ ମାଡ଼ ହଉଛି, ସେ ବାଦଲର ଯୋଉ ମାଡ଼ ହେଲା ପରେ ଯୋଉ ଇମ୍ପ୍ରେସନଟା ଆସୁଛି ତାକୁ ଆପଣ ଗୋଟେ ଫଟୋଗ୍ରାଫ ରୂପରେ ଦେଖୁଛନ୍ତି ଯେ ଏଇ ଇମ୍ପ୍ରେସନରେ ବାଦଲ ଭିତରେ କଣ କଣ ଥାଇପାରେ। ତେଣୁ ଇଏ ଗୋଟେ ପ୍ରକାର ଇକ୍ୱିପମେଣ୍ଟ ଯୋଉଟା କି ଆପଣଙ୍କର ବାଦଲ ପ୍ରକ୍ରିୟା, ବାଦଲର ସଂଗଠନ କୃତି, କମ୍ପୋଜିସନ, ବାଦଲ ଭିତରେ କଣ କଣ ଅଛନ୍ତି, ସେ ସବୁ ଜିନିଷକୁ ସଠିକ ରୂପେ ଆକଳନ କରି ଆଜ୍ଞା ସାର୍, ସାର୍ ଯଦି ଦେଖିବା ଦକ୍ଷିଣ ସରକାର ଭାରତର ସବୁ କାଳବୈଶାଖୀର ପ୍ରଭାବକୁ ବହୁତ ସଠିକ ରୂପେ ଜାଣିବା ପାଇଁ। ଆଜ୍ଞା ସାର୍, ଯଦି ଦେଖିବା ଦକ୍ଷିଣ ଭାରତର ଯୋଉ ସହର ଗୁଡିକ ଅଛି, ଯେମିତିକି ଆମ ତାମିଲନାଡୁ, କେରଳ, କର୍ଣ୍ଣାଟକ ଆଉ ଆନ୍ଧ୍ରପ୍ରଦେଶ ଏବଂ ପୂର୍ବ ଭାରତ କଥା ଆମେ ଯଦି କହିବା, ପୂର୍ବ ଭାରତର ଯୋଉ ତମାମ ରାଜ୍ୟ, ଉତ୍ତର ଭାରତର ତମାମ ରାଜ୍ୟ ରେ ବର୍ଷା ହେଉଥିବା ବେଳେ ଯଦି କହିବା ପଶ୍ଚିମ ଭାରତର ରାଜ୍ୟ ଗୁଡିକରେ ସେଠାରେ କାହିଁକି ବର୍ଷା ଦେଖିବାକୁ ମିଳୁନି ବା କାଳବୈଶାଖୀ ବର୍ଷା ହେଉନାହିଁ, କଣ କହିବେ? ଆପଣ ଠିକ ବିଶ୍ଳେଷଣ କରିଛନ୍ତି ଯେ ଆମର ଦକ୍ଷିଣ ଭାରତରେ କାଲି ବି ବହୁତ ବର୍ଷା ହେଇଛି, ଆଉ ଉପକୂଳରେ ତ ବର୍ଷା ଚାଲିଛି ଏ ବର୍ଷ ମାର୍ଚ୍ଚ ମାସ, ଏପ୍ରିଲ ମାସ, ମେ ମାସରେ ବି ଲାଗୁଛି। କିନ୍ତୁ ଯୋଉ ପଶ୍ଚିମ ଭାରତରେ ବର୍ତ୍ତମାନ ଏତେ ପରିଲକ୍ଷିତ ହଉନି, କିନ୍ତୁ ବର୍ତ୍ତମାନ ତାର ପରିବର୍ତ୍ତନ ହବ। ଯେମିତି କାଲି ଗୋଟେ ଏପିସୋଡ ଆମର ଦିଲ୍ଲୀ ଏ ପାଖାପାଖି ଅଞ୍ଚଳରେ ହେଇଛି, କିନ୍ତୁ 4 ପରେ 4ରୁ ଯୋଉ ସମୟ ସୀମାଟା ଲାଗୁଛି 8 ସେଇ ସମୟ ସୀମାରେ ଗୋଟେ ପଶ୍ଚିମା ଝଡର ପ୍ରଭାବ ହଉଛି, ଟିକେ ଶକ୍ତିଶାଳୀ ପଶ୍ଚିମା ଝଡ। ଆଉ ସେ ପଶ୍ଚିମା ଝଡଟା ଟିକେ ପୂର୍ବ ଆଡକୁ ଅଗ୍ରସର କରିପାରୁନି। ତେଣୁ ପଶ୍ଚିମ ଭାରତରେ ଯୋଉ ଯୋଉ ଅଞ୍ଚଳ ଆପଣ କହିଲେ, ରାଜସ୍ଥାନ ହଉ, ଗୁଜୁରାଟ ହଉ, ଆଉ ଦିଲ୍ଲୀ ହଉ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଏସବୁ ବଡ ଅଞ୍ଚଳରେ ମତେ ଲାଗୁଛି ଯୋଉ କାଳବୈଶାଖୀ ବର୍ଷା ଆଉ କିଛିଟା ପଶ୍ଚିମା ଝଡର ବି ତା ଦେହରେ ପ୍ରଭାବ ରହିବ, ବର୍ଷା ହବ। ବର୍ତ୍ତମାନ ଓଭରଅଲ ଆମର ଏଇ ଯୋଉ ଗରମ ସିଜନଟା ଲାଗୁଛି ଭାରତର ବିଭିନ୍ନ ଅଞ୍ଚଳରେ ଏଇ ପ୍ରକାର ଏପିସୋଡିକାଲି ବର୍ଷା ହବାରୁ ଏଇଥିପାଇଁ ତାପମାତ୍ରା ଟିକେ ନିୟନ୍ତ୍ରଣ ରହିବ। ତେଣୁ ପଶ୍ଚିମ ଭାରତରେ ବର୍ଷା ବର୍ତ୍ତମାନ ନେକ୍ସଟ ଯୋଉ ଗୋଟେ 1 ୱିକ୍ ଆସୁଛି ତା ଭିତରେ ହବାର ବହୁତ ସମ୍ଭାବନା ରହୁଛି। ଆଜ୍ଞା ସାର୍, ସାର୍ ଯଦି ଆମେ ଦେଖିବା ଚଳିତ ମେ ମାସରେ ବାତ୍ୟା ସମ୍ଭାବନା ରହୁଛି? ହଁ, ମେ ମାସଟା ଆମର ବାତ୍ୟା ପ୍ରବଳ ମାସ ବିଗତ 5 ବର୍ଷ ହେଲା ଚାଲିଛି, କିନ୍ତୁ ଏ ବର୍ଷ ଗୋଟେ ସିଷ୍ଟମ ଯୋଉ ଆପଣଙ୍କର ଯୋଉ ସଂଗଠନ ପ୍ରକ୍ରିୟା ମେ ଦ୍ୱିତୀୟ ସପ୍ତାହ ପରେ ପରେ ଆରମ୍ଭ ହବାର ସମ୍ଭାବନା ଲାଗୁଛି। କିନ୍ତୁ ତା ଦେହରେ ଆରବ ସାଗର ବି ଟିକେ ସକ୍ରିୟ ହବାର ସମ୍ଭାବନା ରହୁଛି। ତେଣୁ ମୋଟାମୋଟି ମତେ ଲାଗୁଛି ସିଷ୍ଟମ ତ ଟିକେ ସଂଗଠନ ପ୍ରକ୍ରିୟା ଆରମ୍ଭ ହବ, କିନ୍ତୁ ବାତ୍ୟା ହବ କି ନାହିଁ ଏତେ ଆଗରୁ କହିବା ସମ୍ଭବପର ନୁହେଁ। କିନ୍ତୁ ମୋଟାମୋଟି ଲାଗୁଛି ସେଇ ଯୋଉ ସିଷ୍ଟମ ଦ୍ୱାରା ଯୋଉ ଆମର ମନସୁନ ବାୟୁର ଯୋଉ ପ୍ରଭାବଟାକୁ ଟିକେ ସକ୍ରିୟତା ଆଣିବ। ତେଣୁ ମନସୁନ ବାୟୁର ପ୍ରଭାବ ବି
ବଙ୍ଗୋପସାଗରରେ ପର୍ଟିକୁଲାରଲି ସକ୍ରିୟତା ଆଣିବ। କାରଣ ଯୋଉ ଉତ୍ତର ପଶ୍ଚିମ ବଙ୍ଗୋପସାଗରରୁ 12 ପରେ ପରେ ଯୋଉ ଅବଶିଷ୍ଟ ଅଂଶ କି ଘୂର୍ଣ୍ଣିବଳୟ କ୍ରସ ଓଭର ହବ ଥାଇଲାଣ୍ଡ ଦେଇକି, ସେ ଗୋଟେ ପ୍ରକାର ସଂଗଠନ ପ୍ରକ୍ରିୟା ସୃଷ୍ଟି କରିପାରେ। କିନ୍ତୁ ବାତ୍ୟା ହବ କି ନହବ ଆଉ କୋଉ ଜାଗାକୁ ଯିବ କଣ ହବ ସେଥିପାଇଁ କି ମତେ ଲାଗୁଛି ଆହୁରି ଅପେକ୍ଷା କରିବାକୁ ପଡିବ ଆପଣଙ୍କୁ, ଆହୁରି ହପ୍ତାହେ ସମୟ ଅପେକ୍ଷା କରିବାକୁ ପଡିବ। ଆଜ୍ଞା ସାର୍। ସାର୍ ଯଦି କହିବା ଗତକାଲି ସନ୍ଧ୍ୟାରେ ଉତ୍ତର ଆଉ ପଶ୍ଚିମ ଓଡିଶାରେ ପ୍ରବଳ ପବନ ସହିତ ବାଦଲ ଫଟା ବର୍ଷା ମଧ୍ୟ ହୋଇଥିଲା, କିନ୍ତୁ ଯୋଡା, ବଡ଼ବିଲ, କୋଇଡା, ସାନିତପୁର ଏବଂ ଏଇଠାରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିଲା। କିନ୍ତୁ ଆଉ ବର୍ଷା ଛାଡିବା ପରେ ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେଲା, ଯେମିତିକି ନଭେମ୍ବର ମାସରେ ହୁଏ ସେଇଭଳି ଥଣ୍ଡା ଅନୁଭୂତ ହଉଥିଲା ବା ଶୀତ ଅନୁଭୂତ ହେଉଥିଲା। ହେଲେ ଓଡିଶାର ଯୋଉ ଅନ୍ୟ ଭାଗରେ ବର୍ଷା ଯଦି ବି ହେଉଛି, ସେଠାରେ ତା ପରେ ପରେ ବର୍ଷା ଛାଡିଗଲା ପରେ ଗୁଳୁଗୁଳି ଅନୁଭୂତ ହେଉଛି, ଏହାର କାରଣ କଣ? ହଁ, ଆପଣ ଯୋଉ ଜାଗାରେ କହୁଛନ୍ତି ସେଠି ଆପଣଙ୍କର କେନ୍ଦୁଝର ଆଉ ସୁନ୍ଦରଗଡ଼ ଏଇ ସବୁ ଅଞ୍ଚଳରେ ପ୍ରଥମ କଥା ହେଲା ସେଠି ଆପଣଙ୍କର ଭେଜିଟେସନ ଅଛି, ଟିକେ ଜଙ୍ଗଲ ପରିବେଶ ଅଛି ଆଉ ଭେଜିଟେସନ ଅଛି। ଦ୍ୱିତୀୟ ଜିନିଷ ହେଲା ଯେହେତୁ ଆପଣଙ୍କର ଉତ୍ତର ଓଡିଶା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁର ପ୍ରଭାବ ସାର୍କୁଲେସନ ରହୁଛି, କାଳବୈଶାଖୀର ସେଠି ବେଶୀ ପ୍ରଭାବ ରହୁଛି। ଆପଣ 26 ତାରିଖରୁ କହୁଛନ୍ତି ମୁଖ୍ୟତଃ ପ୍ରତିଦିନ ଅପରାହ୍ନ ସମୟରେ ଆପଣ ପାଉଛନ୍ତି। ତୃତୀୟ ଜିନିଷ ହେଲା ସେଠି ସାମୁଦ୍ରିକ ବାୟୁର ପ୍ରଭାବ ନାହିଁ, କାରଣ ଆପଣଙ୍କ ଉପକୂଳ ଅଞ୍ଚଳରୁ ଦୂରରେ ଅଛନ୍ତି। ଏଇ ତିନିଟା ଜିନିଷ ଆପଣଙ୍କୁ ଥଣ୍ଡା ପରିବେଶ ସୃଷ୍ଟି କରିଦଉଛି। କିନ୍ତୁ ଅନ୍ୟ ଜାଗାରେ ଦେଖିବେ, ଯଦି ଆପଣ ଉପକୂଳକୁ ଦେଖିବେ, ଇଭେନ୍ ଦକ୍ଷିଣ ଓଡିଶାକୁ ଦେଖିବେ, ସେଠି ସାମୁଦ୍ରିକ ବାୟୁର ପ୍ରଭାବଟା ଆଂଶିକ ରୂପେ ରହୁଛି। ତେଣୁ ସାମୁଦ୍ରିକ ବାୟୁର ପ୍ରଭାବ ଆଂଶିକ ରଖିଲେ ଆପଣ ତାପମାତ୍ରାକୁ ଏତେ ଖସେଇ ଦେବନି, ତେଣୁ ଆପଣଙ୍କୁ ଗୋଟେ ମଡରେଟ୍ ଏନଭାରନମେଣ୍ଟ କରି ରଖିବ। ଆଉ ଦ୍ୱିତୀୟ ଜିନିଷ ହଉଛି ଆପଣଙ୍କର ସେଠି ଯୋଉ ସବୁଦିନ କାଳବୈଶାଖୀ ହଉଛି, ସେ ପ୍ରକାର ପରିବେଶ ଓଡିଶାର ଅନ୍ୟ ମାନେ ବର୍ଷା ହଉଛି କିନ୍ତୁ ସବୁଦିନ ସବୁ ଜାଗାରେ ହଉନି। ତେଣୁ ଆପଣଙ୍କର ଯୋଉ ପରିବେଶଟା ରହିଛି ସେଟା କାଳବୈଶାଖୀ ପାଇଁ ବହୁତ ଅନୁକୂଳ ରହୁଛି। ସେଇଥିପାଇଁ ଆପଣଙ୍କୁ ପରିବେଶଟା ଥଣ୍ଡା ଲାଗୁଛି। ଆଉ ଗୋଟେ ପ୍ରକ୍ରିୟା ହେଇପାରିଥାଏ ଯେ ଯେହେତୁ କାଳବୈଶାଖୀ ଆପଣଙ୍କର କିଛି ସମୟ ହଉଛି, ତାପରେ ଆପଣଙ୍କର ବାଦଲ କ୍ଲିୟର ହେଇଯାଉଛି, ଯୋଉ ଭୂପୃଷ୍ଠରୁ ଯୋଉ ଏନର୍ଜି ବି ଅଛି ସେ ବି ମାନେ ଉପର ବାୟୁମଣ୍ଡଳ ଉପସ୍ତର ଯିବା ପାଇଁ କୌଣସି ଅବରୋଧକ ନାହିଁ। ତେଣୁ ଏଇ ପ୍ରକାର ସବୁ ସ୍ଥାନୀୟ କାରଣ ଆପଣଙ୍କୁ କୋହଲା କଣ୍ଡିସନ ଆଉ ଥଣ୍ଡା କଣ୍ଡିସନ ସୃଷ୍ଟି କରିଦଉଛି, ଯୋଉଟା ଅନ୍ୟ ଜିଲ୍ଲା ମାନଙ୍କରେ ସ୍ଥାନୀୟ କାରଣ ଯୋଗୁଁ ସେଟା ହେଇପାରୁନି। ସେଇଥିପାଇଁ କି ଉପକୂଳବର୍ତ୍ତୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଟିକେ ଗୁଳୁଗୁଳି କଣ୍ଡିସନ ରହୁଛି, ଆପଣଙ୍କର ସେଠି ଥଣ୍ଡା ରହୁଛି। ଆଜ୍ଞା ସାର୍, ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଆଲୋଚନା ପାଇଁ।